ନମସ୍କାର ଦର୍ଶକ ବନ୍ଧୁ। ଜଗତର ନାଥ ଜଗନ୍ନାଥ ପରମ ପୁରୁଷ, ଲୀଳା ଓ ରହସ୍ୟର ଗନ୍ତାଘର। ତାଙ୍କୁ ଯେତେ ଜାଣିଲେ ବି ଆହୁରି ଜାଣିବାକୁ ଇଚ୍ଛା ହୁଏ। ଆଜି ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥ ଓ ବିଷ୍ଣୁଙ୍କ ଅବତାର ସହ ସମ୍ପର୍କ। ଭଗବାନ ବିଷ୍ଣୁ ଅବତାରୀ ପୁରୁଷ। ଜଗତର କଲ୍ୟାଣ ପାଇଁ ବିଭିନ୍ନ ଯୁଗରେ ବିଭିନ୍ନ ଅବତାର ଧରି ପୃଥିବୀ ପୃଷ୍ଠରେ ଅବତାର ନିଅନ୍ତି, ଅର୍ଥାତ୍ ପୃଥିବୀକୁ ଓହ୍ଲାଇ ଆସନ୍ତି। ଆଇନଷ୍ଟାଇନଙ୍କ ରିଲେଟିଭିଟି ଆବିଷ୍କାର ହେଲା ଦିନଠାରୁ ବୈଜ୍ଞାନିକମାନଙ୍କର ଚିନ୍ତାଧାରା ବଦଳି ଯାଇଥିଲା। ଆଜି ଆମେ ମଲ୍ଟିପୁଲ୍ ୟୁନିଭର୍ସ ବା କୋଟି ବିଶ୍ୱ, ମଲ୍ଟି ଡାଇମେନ୍ସନ୍ ବା ବହୁ ଆୟାମ ବିଷୟରେ ଜାଣିବାକୁ ପାଇଛୁ। କିନ୍ତୁ ଏହି କଥା ଆମ ବେଦ ଓ ପୁରାଣରେ ବହୁ କାଳରୁ ବର୍ଣ୍ଣିତ ଅଛି। ପ୍ରଭୁ ଅନ୍ୟ ଏକ ଆୟାମରୁ ଆସନ୍ତି। ସେ ଜନ୍ମ ନିଅନ୍ତି ନାହିଁ, ସେ ଧରାପୃଷ୍ଠରେ ଅବତରଣ କରନ୍ତି। ଜଗନ୍ନାଥଙ୍କ ସ୍ୱରୂପ ବା ରୂପକୁ ଜାଣିବା ପାଇଁ ଆମକୁ ସତ୍ୟଯୁଗ ଓ ଦ୍ୱାପର ଯୁଗର କାହାଣୀକୁ ଜାଣିବାକୁ ପଡ଼ିବ। ସତ୍ୟଯୁଗରେ ବୈକୁଣ୍ଠରେ ଜୟ ଓ ବିଜୟ ବୋଲି ଦୁଇ ଜଣ ଦ୍ୱାରପାଳ ଥିଲେ। ଦିନେ ସନକାଦି ଋଷି ପ୍ରଭୁଙ୍କ ଦର୍ଶନ ପାଇଁ ବୈକୁଣ୍ଠ ଆସିଥିଲେ। ଦ୍ୱାରପାଳ ଦୁହେଁ ସେମାନଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ଋଷିଗଣ ଏଥିରେ କ୍ରୋଧିତ ହୋଇ 3 ଜନ୍ମ ପର୍ଯ୍ୟନ୍ତ ରାକ୍ଷସ ହେବାକୁ ଅଭିଶାପ ଦେଇଥିଲେ। ଦ୍ୱାରପାଳ ଦୁହେଁ ମନ ଦୁଃଖରେ ଭଗବାନଙ୍କୁ ଏସବୁ ବିଷୟ ଜଣାଇଲେ। ଭଗବାନ ମଧ୍ୟ ଋଷିମାନଙ୍କୁ ଅନୁରୋଧ କଲେ ତାଙ୍କୁ କ୍ଷମା କରିଦେବା ପାଇଁ। ଋଷିମାନେ କ୍ରୋଧ ଶାନ୍ତ ହେଲା ପରେ ତାଙ୍କୁ ଏହି ସର୍ତ୍ତ ମଧ୍ୟ ରଖିଦେଲେ ଯେ ଜୟ ବିଜୟଙ୍କୁ ପ୍ରଭୁ ବିଷ୍ଣୁ ହିଁ ବଧ କରିବେ ଓ ତାଙ୍କୁ ମୁକ୍ତି ଦେବେ। ଏହାପରେ ସେମାନେ ପୁଣି ବୈକୁଣ୍ଠର ଦ୍ୱାରପାଳ ହେବେ। ଜୟ ବିଜୟ ତାଙ୍କର ପ୍ରଥମ ଜନ୍ମ ହିରଣାକ୍ଷ ଓ ହିରଣ୍ୟକଶ୍ୟପ ଥିଲା। ଦ୍ୱିତୀୟ ଜନ୍ମରେ ସେମାନେ ରାବଣ ଓ କୁମ୍ଭକର୍ଣ୍ଣ ଥିଲେ ଓ ତୃତୀୟ ଜନ୍ମରେ ଶିଶୁପାଳ ଓ ଦନ୍ତବକ୍ର ଏହି ହିସାବରେ ଜନ୍ମଗ୍ରହଣ କରିଥିଲେ। ଏହା ଭାଗବତ ପୁରାଣର ତୃତୀୟ ସ୍କନ୍ଧର 15ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପ୍ରଭୁ ହିରଣ୍ୟକଶ୍ୟପର ବଧ କରିବା ପାଇଁ ସତ୍ୟଯୁଗରେ ନରସିଂହ ଅବତାର ଧାରଣ କରି ଏକ ସ୍ତମ୍ଭରୁ ଆବିର୍ଭାବ ହୋଇଥିଲେ। ଜଗନ୍ନାଥ ନୀଳାଚଳ ଧାମରେ ପ୍ରତିଷ୍ଠିତ ହେବା ପୂର୍ବରୁ ବୈଷ୍ଣବମାନେ ବା ବିଷ୍ଣୁ ଭକ୍ତମାନେ ପ୍ରଭୁ ନୃସିଂହଙ୍କୁ ପୂଜା କରୁଥିଲେ। ଆମ ଓଡ଼ିଶାରେ 100ରୁ ଅଧିକ ନୃସିଂହ ମନ୍ଦିର ଥିବାର ପ୍ରମାଣ ମିଳେ। ସର୍ବପ୍ରଥମ ନୃସିଂହଙ୍କ ମନ୍ଦିର ପାକିସ୍ତାନର ମୁଲତାନଠାରେ ତିଆରି ହୋଇଥିଲା ବୋଲି ଇତିହାସକାରମାନେ ମତ ଦିଅନ୍ତି। ଭାରତରେ ଯେତେବେଳେ ବାବରି ମସଜିଦ ଭଙ୍ଗା ହେଲା, ସେତେବେଳେ ପାକିସ୍ତାନର ନୃସିଂହନାଥ ମନ୍ଦିରକୁ ସେମାନେ ଭାଙ୍ଗି ଦେଇଥିଲେ। ଭାରତର ସର୍ବପୁରାତନ ବେଦ ହେଲା ଋଗ୍ବେଦ। ଏହି ବେଦ ଅନୁସାରେ ଜଳରେ ଏକ ଦାରୁ ଭାସିବା କଥା ଉଲ୍ଲେଖ ଅଛି, ଯେଉଁ ଦାରୁ ପ୍ରଭୁ ନୃସିଂହଙ୍କ ଆବିର୍ଭାବ ହୋଇଥିବା ସ୍ତମ୍ଭର ଏକ ଅଂଶ ଅଟେ। ଏହାକୁ ଅପୁରୁଷମ୍ କୁହାଯାଇଛି। କିଛି ଲୋକମାନେ ଏହାକୁ ପ୍ରଭୁ ନୃସିଂହଙ୍କର ଏକ ଲୋମ ବୋଲି କହିଥାନ୍ତି। ଏହି ଦାରୁରୁ ପ୍ରଭୁ ପୁରୁଷୋତ୍ତମ ବା ଜଗନ୍ନାଥଙ୍କ ପ୍ରଥମ ବିଗ୍ରହ ଗଢ଼ା ଯାଇଥିବାର ଅନୁମାନ କରାଯାଏ। ଏହାର ପ୍ରମାଣ ସ୍ୱରୂପ ଆମକୁ ଦ୍ୱାପର ଯୁଗର ଶେଷ ଭାଗର କାହାଣୀ ସହ ପରିଚିତ ହେବାକୁ ପଡ଼ିବ। ଦ୍ୱାପର ଯୁଗର ଶେଷ ଭାଗ ବେଳକୁ ପ୍ରଭୁ ଶ୍ରୀକୃଷ୍ଣ ଜରାସବର ଦ୍ୱାରା ଶରାଘାତ ହେଲେ। କୃଷ୍ଣଙ୍କ ଆଦେଶ ଅନୁସାରେ ଜରାସବର ଅର୍ଜୁନଙ୍କୁ ଡାକି ଆଣିଥିଲା। ପ୍ରଭୁ ଅର୍ଜୁନଙ୍କୁ ଦେଇଥିବା ଶକ୍ତି ପୁଣି ହରଣ କରି ନେଇଥିଲେ। ଅର୍ଜୁନ ସମସ୍ତ ପାଣ୍ଡବ ତଥା ଅନ୍ୟାନ୍ୟ ପରିଜନଙ୍କୁ ନେଇ କୃଷ୍ଣଙ୍କ ଦାହ ସଂସ୍କାର କରିଥିଲେ। ଏହାପରେ ଦ୍ୱାରକା ଜଳମଗ୍ନ ହେଲା।
ତାଙ୍କ ପ୍ରଜାମାନେ ଦ୍ୱାରକା ଛାଡ଼ି ହସ୍ତିନାକୁ ଚାଲି ଯାଇଥିଲେ। କୃଷ୍ଣଙ୍କ ମୃତ୍ୟୁ ପରେ ପାଣ୍ଡବମାନେ ଅର୍ଜୁନଙ୍କ ନାତି ପରୀକ୍ଷିତଙ୍କୁ ରାଜା କରି ସେମାନେ ହିମାଳୟ ଅଭିମୁଖେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। କୁହାଯାଏ ଯେ ପ୍ରଭୁଙ୍କ ସମସ୍ତ ଶରୀର ନିଆଁରେ ଜଳି ଯାଇଥିଲେ ମଧ୍ୟ ତାଙ୍କ ନାଭି ବା ବ୍ରହ୍ମକୁ ଅଗ୍ନି ଛୁଇଁ ପାରିନଥିଲା। ଅନ୍ୟ ଏକ ଲୋକକଥା ଅନୁଯାୟୀ ପ୍ରଭୁଙ୍କ ଦେହକୁ ଅଗ୍ନି ମଧ୍ୟ ସ୍ପର୍ଶ କରିପାରିନଥିଲା। ତାହା ଜଳରେ ଭାସି ଭାସି ଯାଇ ମହାନଦୀର ଏକ କୂଳରେ ଲାଗିଥିଲା, ଯାହା ଜରାସବରଙ୍କର ପୁତ୍ର ବିଶ୍ୱାବସୁଙ୍କୁ ମିଳିଥିଲା। କୁହାଯାଏ ଯେ ପ୍ରଭୁଙ୍କ ଶରୀର ସେଭଳି ଦୀପ୍ତିମନ୍ତ ଥିଲା। ତାଙ୍କ ବ୍ରହ୍ମରୁ ନୀଳ ଉଜ୍ଜ୍ୱଳ ଆଲୋକ ବାହାରୁଥିଲା, କିନ୍ତୁ ତାଙ୍କ ଦେହରେ 16,000 କଣ୍ଟା ବିଦ୍ଧ ଥିଲା। ଏହା ଥିଲା ତାଙ୍କ 16,000 ଗୋପୀଙ୍କର ପ୍ରେମର ଚିହ୍ନ। ବିଶ୍ୱାବସୁ ତାଙ୍କୁ ସେହି ଅବସ୍ଥାରେ ଏକ ଗୁମ୍ଫାରେ ଲୁଚାଇ ରଖି ପୂଜା କରୁଥିଲେ। ଜଙ୍ଗଲର ପଶୁଙ୍କ ଦାଉରୁ ପ୍ରଭୁଙ୍କ ଶରୀର ରକ୍ଷା କରିବା ପାଇଁ ଗୁମ୍ଫା ଦ୍ୱାର ଦେଶରେ ଏକ ବାଘକୁ ଜଗାଇ ଦେଉଥିଲେ। ପ୍ରଭୁଙ୍କ ଦେହର କଣ୍ଟା ଯୋଗୁଁ ନା ସେ ଅଞ୍ଚଳର କଣ୍ଟା ବଣ ଯୋଗୁଁ ସେ ଅଞ୍ଚଳକୁ କଣ୍ଟିଲୋ ବୋଲି ନାମିତ କରାଯାଇଛି। ପ୍ରଭୁଙ୍କ ନାଭି ବ୍ରହ୍ମକୁ ନୀଳମଣି ଓ ପ୍ରଭୁଙ୍କୁ ନୀଳମାଧବ ବୋଲି ନାମ ଦିଆଯାଇଛି। ଏହିପରି ନୀଳମାଧବ ଶବରମାନଙ୍କର କୁଳଦେବତା ଥିଲେ। ଏହି ସମୟରେ ମାଳବ ଦେଶର ରାଜା ବା ଅବନ୍ତୀ ରାଜଧାନୀର ରାଜା ଇନ୍ଦ୍ରଦ୍ୟୁମ୍ନ, ଯିଏକି ଜଣେ ବିଷ୍ଣୁ ଭକ୍ତ ଥିଲେ, ପ୍ରଭୁଙ୍କୁ ଜୀବନ୍ତ ଦର୍ଶନ ପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା। ଜଣେ ବ୍ରାହ୍ମଣ ତାଙ୍କୁ ନୀଳମାଧବଙ୍କ ବିଷୟରେ ଜଣାଇଲା। ରାଜା ତାପରେ ବିଦ୍ୟାପତିଙ୍କୁ ନୀଳମାଧବଙ୍କୁ ଠାବ କରିବା ପାଇଁ ପଠାଇଥିଲେ। ବିଦ୍ୟାପତି ସେହି ଶବର ରାଜ୍ୟକୁ ଯାଇଥିଲେ। ବିଶ୍ୱାବସୁ ଶବରଙ୍କ ଝିଅ ଲଳିତା ତାଙ୍କ ସହ ସେ ବିବାହ କରିଥିଲେ ଓ ନୀଳମାଧବଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ରାଜାଙ୍କୁ ସମସ୍ତ ବିବରଣୀ ଜଣାଇଥିଲେ। ରାଜା ଏଥିରେ ଅତି ଆନନ୍ଦ ହୋଇ ନିଜ ସୈନ୍ୟ ସାମନ୍ତଙ୍କୁ ଧରି ନୀଳମାଧବଙ୍କ ଦର୍ଶନ ପାଇଁ ଆସିଥିଲେ, କିନ୍ତୁ ନୀଳମାଧବଙ୍କ ଦର୍ଶନ ପାଇ ପାରିନଥିଲେ। ପ୍ରଭୁଙ୍କ ଶରୀରଟି ସୁନାର ବାଲିରେ ପରିଣତ ହୋଇଯାଇଥିଲା। ରାଜାଙ୍କ ମନ ଦୁଃଖ ହେଲା। ପ୍ରଭୁ ସ୍ୱପ୍ନରେ ରାଜାଙ୍କୁ କହିଲେ ନୀଳାଚଳଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ। ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ତିଆରି କଲା ପରେ ମଧ୍ୟ ଭଗବାନଙ୍କ ଦର୍ଶନ ପାଇନଥିଲେ। ମନ ଦୁଃଖରେ ଦିନେ ମାଟି ଉପରେ ମହାରାଜ ଶୟନ କରିଥିବା ସମୟରେ ଭଗବାନ ସମୁଦ୍ରରେ ଭାସୁଥିବା ଦାରୁ ଆଣି ବିଗ୍ରହ ସ୍ଥାପନ କରିବା ପାଇଁ ରାଜାଙ୍କୁ କହିଥିଲେ। ଏହାପରେ ରାଜା ସମୁଦ୍ର କୂଳକୁ ଯାଇ ସେହି ଦାରୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏହା ଏତେ ଭାରୀ ଥିଲା ଯେ ଉଠାଇ ରଥରେ ରଖିବାକୁ କେହି ସମର୍ଥ ହୋଇନଥିଲେ। ଏହାପରେ ପ୍ରଭୁ ରାଜାଙ୍କୁ ବିଶ୍ୱାବସୁଙ୍କୁ ଡାକି ଆଣିବା ପାଇଁ ଆଦେଶ ଦେଇଥିଲେ। ବିଶ୍ୱାବସୁ ପ୍ରଭୁଙ୍କ ନାଭି ବ୍ରହ୍ମ ସେହି ସୁନାର ବାଲିଠାରୁ ଖୋଜି ଆଣି ଦାରୁରେ ରଖିଥିଲେ ଓ ଦାରୁଟିକୁ ଫୁଲ ପରି ସମୁଦ୍ରରୁ ଉଠାଇ ଆଣି ରଥରେ ରଖିଲେ। ଏହାପରେ ସ୍ୱୟଂ ବିଶ୍ୱକର୍ମା ଆସି ଚତୁର୍ଦ୍ଧା ମୂର୍ତ୍ତି ଗଢ଼ିଥିଲେ, କିନ୍ତୁ ସେ କହିଥିବା ଦିନ ପର୍ଯ୍ୟନ୍ତ ରାଣୀ ଗୁଣ୍ଡିଚା ଅପେକ୍ଷା କରିପାରିନଥିଲେ। 21 ଦିନ ଭିତରୁ 14 ଦିନ ପରେ ରାଣୀଙ୍କର ଅନୁରୋଧରେ ମନ୍ଦିର କବାଟ ଖୋଲାଯାଇଥିଲା ଓ ବିଶ୍ୱକର୍ମା ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସେ କେଉଁ ରୂପ ଦେଇ ମୂର୍ତ୍ତି ଗଢ଼ିଛନ୍ତି ତାହାର କୌଣସି ଲିଖିତ ବା କଥିତ ପ୍ରମାଣ ମିଳେ ନାହିଁ। ଭାରତରେ ଯେତେଗୁଡ଼ିଏ ବିଷ୍ଣୁ ମନ୍ଦିର ଅଛି, ସେହି ମୂର୍ତ୍ତିମାନଙ୍କୁ ଦେଖିଲେ ବିଷ୍ଣୁଙ୍କ ଆଖି ପଦ୍ମ ପାଖୁଡ଼ା ପରି ଦେଖାଯାଏ, କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଆଖି ସେଭଳି ଦେଖାଯାଏ ନାହିଁ।
ଏହା ସମ୍ପୂର୍ଣ୍ଣ ଗୋଲାକାର। ଏହା ବାଘ ବା ସିଂହଙ୍କ ଆଖି ସହ ମେଳ ଖାଏ। ତେଣୁ ତାଙ୍କ ମୁଖକୁ ଦର୍ଶନ କଲେ ପ୍ରଭୁ ନୃସିଂହଙ୍କ ଶାନ୍ତ ଓ ହସ ହସ ବଦନ ପରି ମନେ ହୁଏ। ଏହା ଛଡ଼ା ଜଗନ୍ନାଥ ଦାସ ମଧ୍ୟ ଜଗନ୍ନାଥଙ୍କ କୃପାରୁ ଯେଉଁ ଭାଗବତ ରଚନା କରିଛନ୍ତି ତାଙ୍କ ପ୍ରଥମ ଲେଖା ପ୍ରଭୁ ନରସିଂହଙ୍କ ନାମରୁ ଆରମ୍ଭ ହୋଇଛି। ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ଜଗନ୍ନାଥଙ୍କ ମୁଖମଣ୍ଡଳ ନରସିଂହଙ୍କ ମୁଖ ସଦୃଶ ଓ ନାଭି ଶ୍ରୀକୃଷ୍ଣଙ୍କର ଅଂଶ। ତେଣୁ ଏହା ପ୍ରଭୁଙ୍କ ଅବତାର କହିହେବ ନାହିଁ। କଳିଯୁଗର ଶେଷ ବେଳକୁ ତାଙ୍କର ଦଶମ ଅବତାର କଳ୍କି ଅବତାର ହେବ ଓ ପାପୀମାନଙ୍କ ସଂହାର ହେବ। ଏହା ବିଭିନ୍ନ ପୁରାଣରେ ବର୍ଣ୍ଣିତ ଅଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗେ ତାହେଲେ କମେଣ୍ଟ କରିବାକୁ ଭୁଲିବେ ନାହିଁ ଓ ଲାଇକ୍ଟିଏ ନିଶ୍ଚୟ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।